କଂଗ୍ରେସର ପ୍ରଥମ ଅକ୍ଷରଟି ହେଉଛି କ। କ ମାନେ କଳି, କ ମାନେ କଜିଆ, କ ମାନେ କନ୍ଦଳ, କ ମାନେ କଙ୍କଡା। ଆପଣ ମାନେ ଇତିହାସରେ ପଢିଥିବେ ଚରମପନ୍ଥୀ ନରମପନ୍ଥୀ। ତାପରେ ସ୍ୱାଧୀନତା ଆନ୍ଦୋଳନ ସରିଗଲା, ତାପରେ ଆସିଲା କ୍ଷମତା ଚୌକି ଲଢେଇ। ତେଣୁ ଚୌକି ପାଇଁ ତାଙ୍କର ସବୁବେଳେ କଳି ଚାଲେ। କିଡେ କିଡେ ବଡ ବଡ ନେତା ମାନେ ସେଇଠି କଂଗ୍ରେସରୁ ମାଡ ଖାଇକି ଛୋଟି ଛୋଟି ଆମ୍ବୁଲାନ୍ସରେ ଯାଇଛନ୍ତି। କଂଗ୍ରେସର ପ୍ରଥମ ଅକ୍ଷରଟି ହେଉଛି କ। କ ମାନେ କଳି, କ ମାନେ କଜିଆ, କ ମାନେ କନ୍ଦଳ, କ ମାନେ କଙ୍କଡା। ତେଣୁ ଯେତେବେଳେ ସେ କରୁ ଆରମ୍ଭ କରିଛନ୍ତି, ସ୍ୱାଭାବିକ ଭାବରେ ସେ ଦଳରେ କଳି ଆଜି ନୁହେଁ ଆଜ୍ଞା। ବୋଧେ ଆଲାନ ଆକ୍ଟୋଭେନ ହ୍ୟୁମ ଏ କଂଗ୍ରେସ ଦଳ ସୃଷ୍ଟି କରିବା ବେଳଠାରୁ ସେଠି କଳି। ଆପଣ ମାନେ ଇତିହାସରେ ପଢିଥିବେ ଚରମପନ୍ଥୀ ନରମପନ୍ଥୀ। ତାପରେ ସ୍ୱାଧୀନତା ଆନ୍ଦୋଳନ ସରିଗଲା, ତାପରେ ଆସିଲା କ୍ଷମତା ଚୌକି ଲଢେଇ। ତେଣୁ ଚୌକି ପାଇଁ ତାଙ୍କର ସବୁବେଳେ କଳି ଚାଲେ। ଏବେ ମଧ୍ୟ କଳି ଚାଲୁଛି। ଦଳ କେତେ ଆଗେଇବ, କେତେ ସିଟ୍ ପାଇବ ତାଙ୍କର ବଡ କଥା ନୁହେଁ। ତାଙ୍କର ହଉଛି ଦଳର ନେତୃତ୍ୱ କିଏ ନବ। ମୁଁ ଭାବେ ବେଳେ ବେଳେ ବୋଧେ କଂଗ୍ରେସରେ ଯୋଉ ଦଳର ନେତୃତ୍ୱ କିଏ ନବ, ମାନେ ଯିଏ ନେତୃତ୍ୱ ନେବେ ସେ ଜିତି ପାରୁନାହାନ୍ତି, କିନ୍ତୁ କିଏ ନେବେ ଯୋଉ ଗଣ୍ଡଗୋଳ ଚାଲିଛି, ମୁଁ ଭାବୁଛି ବୋଧେ କୋଉଠି ଉପରୁ ଉପରି ମିଳୁଛି, ଯୋଉଥିପାଇଁ ଏଭଳି ଦିଆ ଚାଲିଛି। ନିରଞ୍ଜନ ପଟ୍ଟନାୟକ ଠିକ କଥା କହିଛନ୍ତି, କାହିଁକି ନା ସେ କଂଗ୍ରେସକୁ 50 ବର୍ଷ ଧରିକି ଦେଖିଛନ୍ତି। ଭକ୍ତ ବାବୁ ଆଗରୁ ଜନତା ଦଳରେ ଥିଲେ, ତାପରେ ଭାଇଆ ହେଇକି ଏବେ କଂଗ୍ରେସ ଆସିକି ବର୍ତ୍ତମାନ ସଭାପତି ହେଇଛନ୍ତି। ଇଏ କଳି ଦେଖିଛନ୍ତି, ଇଏ ବି କଳି ବିଷୟରେ ଜାଣିଛନ୍ତି। ତେଣୁ ସୁରଭାଇଙ୍କ ଭାଷାରେ ଉଭୟ ଟିକେ ଗୋଟେ ରୁମରେ ବସିକି ଟିକେ ସେ ଭିତରେ ନିଷ୍କର୍ଷ ବାହାର କରିଦେଲେ ଭଲ ହୁଅନ୍ତା। ଆଉ ଏଗୁଡ଼ା ତ ଆମେ ସବୁ ଜାଣିଛୁ, କଳି ଭାଇରସ କେମିତି କଂଗ୍ରେସକୁ ଆକ୍ତାମାକ୍ତା କରିଦେଇଛି। ଆଜ୍ଞା ବାଡେଇକି ପିଠି ଫଟେଇ ଦେଇଛନ୍ତି ଅତୀତରେ ଏଇ କଳି ପାଇଁ। କିଡେ କିଡେ ବଡ ବଡ ନେତା ମାନେ ସେଇଠି କଂଗ୍ରେସରୁ ମାଡ ଖାଇକି ଛୋଟି ଛୋଟି ଆମ୍ବୁଲାନ୍ସରେ ଯାଇଛନ୍ତି। ଇତିହାସ ବହୁତ ଲମ୍ବା ଆଙ୍କର। ତେଣୁ ଏ କଳି କେବେ ବି ଆଙ୍କ ଦେହରୁ ଯିବନି।